କାଜୁ ତୋଳିବାକୁ ଯାଉଥିବା ବେଳେ ଦନ୍ତାହାତୀ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। କେନ୍ଦୁଝର ତେଲକୋଇ ରେଞ୍ଜର ଉଦୟଗିରି ଗାଁର ଲାବଣ୍ୟା ଓ ଯଦୁ ସବୁଦିନ ଭଳି ଗାଁ ଲୋକଙ୍କ ସାଙ୍ଗରେ ଆଜି ସକାଳୁ ସକାଳୁ କାଜୁ ତୋଳିବାକୁ ଗାଁ ନିକଟସ୍ଥ କାଜୁ ବଗିଚାକୁ ଯାଉଥିବା ବେଳେ ବଣୁଆ ହାତୀପଲଙ୍କ ସହିତ ମୁହାଁମୁହିଁ ହୋଇଯାଇଥିଲେ। ଦନ୍ତାହାତୀଟି ହଠାତ୍ ଆକ୍ରମଣ କରି ପ୍ରଥମେ ଲାବଣ୍ୟାକୁ ଶୁଣ୍ଢରେ ଧରି ଫୋପାଡ଼ି ଦେବା ସହ ତାଙ୍କ ବାଁ ହାତ ପାପୁଲିରେ ମାଡ଼ି ଦେବାରୁ ପାପୁଲି ଆଙ୍ଗୁଠି ଛିଣ୍ଡି ଯାଇଥିଲା। ଅନ୍ୟପକ୍ଷରେ ସ୍ୱାମୀ ଯଦୁ ଲାବଣ୍ୟାକୁ ବଞ୍ଚାଇବାକୁ ଯିବାବେଳେ ତାଙ୍କୁ ମଧ୍ୟ ଦନ୍ତା ଆକ୍ରମଣ କରି ଛାତିରେ ମାଡ଼ି ଦେଇଥିଲା। ଫଳରେ ସେ ମଧ୍ୟ ଗୁରୁତର ହୋଇପଡ଼ିଥିଲେ। ଗାଁ ଲୋକେ ଉଭୟଙ୍କୁ ପ୍ରଥମେ ତେଲକୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ କଟକ ସ୍ଥାନାନ୍ତର ସମୟରେ ରାସ୍ତାରେ ହିଁ ଲାବଣ୍ୟାଙ୍କର ମୃତ୍ୟୁ ଘଟିଯାଇଛି। ଖବର କେନ୍ଦୁଝର।